ପବିତ୍ର ସନ୍ଧ୍ୟାରେ ପ୍ରଭୁ ଅନନ୍ତ ବା ଶିଶୁ ଅନନ୍ତଙ୍କୁ ପୃଥିବୀର ସବୁ ମନ୍ଦିର ଓ ଉପାସନା କ୍ଷେତ୍ରରେ ସେହି ଏକ ସ୍ୱରୂପକୁ ଧ୍ୟାନ ବା ଚିନ୍ତନ କରି ଅଜସ୍ର ପ୍ରଣତି ନିବେଦନ କରୁଛି। ନିବେଦନ କେବଳ ମାତ୍ର କେତୋଟି ଧାଡ଼ି ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହେଉ, ବିଶ୍ୱ ଯୁଦ୍ଧ ବିମୁକ୍ତ ହେଉ, ଜୀବ ପ୍ରୀତି ବର୍ଦ୍ଧିତ, ଜୀବମାନଙ୍କର ସୁରକ୍ଷା ହେଉ, ବୃକ୍ଷ ଜଙ୍ଗଲ ନଦ ନଦୀ ଏସବୁ ପରିଷ୍କାର ବା ସେମାନେ ଶାନ୍ତିରେ ପ୍ରବାହିତ ହୁଅନ୍ତୁ ବା ବଞ୍ଚନ୍ତୁ। ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ସୃଷ୍ଟି ହେଉ, ମଦ୍ୟ ମାଦକ ହୋଇ ରାକ୍ଷସ ଶକ୍ତି ଠାରୁ ଦୂରେଇ ରହି ନିଜ ଜୀବନକୁ ସୁସ୍ଥ ଆଉ ସୁନ୍ଦର କରି ବଢ଼ନ୍ତୁ। ଆମେ ସମସ୍ତେ ପୃଥିବୀକି ଆସିଛେ, ଆମେ ବି ଜାଣିଛେ ଆମେ କେତେବେଳେ ଏ ପୃଥିବୀରୁ ଲୁଚିଯିବା। ଯେଉଁମାନେ 100 ବର୍ଷ ପୂର୍ବେ ଥିଲେ ଆଜି ସେମାନେ ନାହାନ୍ତି, ଆଉ 100 ବର୍ଷ ପରେ ଆମେ ଯିଏ ଅଛେ ଆମେ ବି ନଥିବା। କିନ୍ତୁ ଇଏ ପୃଥିବୀର ଅବସ୍ଥା କେଉଁଭଳି ଥିବ, କିଭଳି ଥିବ, ଆଜିଠାରୁ ତାକୁ କଳ୍ପନା କରି ହେବ ନାହିଁ। ଏଇ 10-20 ବର୍ଷ ତଳେ, 30 ବର୍ଷ ତଳେ ଏଇ ଅଞ୍ଚଳଟି ଯେମିତି ଥିଲା, ଆଜି ସେ ଅଞ୍ଚଳ ସେମିତି ନାହିଁ। ଜଣେ ଗୁରୁ ବା ଅନନ୍ତଙ୍କ ଦର୍ଶନ ପାଇଁ ଆସିବାକୁ ଇଚ୍ଛା କଲେ ତାକୁ 5-7 ଥର ଖଣ୍ଡେ ଚିନ୍ତା କରିବାକୁ ପଡ଼ୁଥିଲା। କେମିତି ଆସିବି, କେଉଁଥିରେ ଆସିବି, କେତେବେଳେ ପହଞ୍ଚିବି, କେତେବେଳେ ଯିବି। କିନ୍ତୁ ଆଜି ଆପଣ ଦେଖନ୍ତୁ, ବଳିଆ ସକାଳୁ 9 ଘଟିକାରେ କି କ'ଣ କେତେ ମୁଁ ମନେ ପଡ଼ୁନି, ବାହାରିଲି, ଆଶ୍ରମରେ ପହଞ୍ଚିଲି। ଆଶ୍ରମରେ ପହଞ୍ଚିବା ପରେ କେତେକ ବ୍ୟକ୍ତି ମୋତେ ସାକ୍ଷାତ କଲେ। ଅଳ୍ପ ଅପରାହ୍ନରେ ଭାବିଲି କିଛି ଆଶ୍ରମ ବିଷୟରେ ଆଲୋଚନା କରେ। ଏଇ ଦେଖନ୍ତୁ, ପିଲାମାନେ ଆମରି ପିଲା, ଆମରି ଅଞ୍ଚଳର ପିଲା, ଆଉ ବଳିଆ ପରିବାରର ଯେଉଁମାନେ ବଳିଆକୁ ବହୁତ ଭଲ ପାଆନ୍ତି, ଅନ୍ତରରେ ଠାକୁର ଭଳି ତାଙ୍କ ହୃଦୟ ସିଂହାସନରେ ସେମାନେ ସ୍ଥାନ ଦେଇଛନ୍ତି। ସେଇମାନେ ଚାହିଁଲେ ଆଜି ବଳିଆକୁ ଦେଖା କରିବାକୁ ଯିବୁ,
ବଳିଆ ପାଖରେ ଟିକେ ବସିବୁ, ଗୀତ ଗାଇବୁ, ବାଜା ବଜେଇବୁ, ଆସି ପହଞ୍ଚିବ। ତାଙ୍କ ପାଇଁ କେଉଁ ଗାଡ଼ି ଆମେ ପଠେଇବୁ, ସେ ହୁଏତ ଗାଡ଼ି ଭଡ଼ା କରି ଆସିଥିବେ। ଯୁବକମାନେ ଆସିଛନ୍ତି, ମାନେ ଯେଉଁମାନଙ୍କ ଠାରୁ ଭକ୍ତି ଆଉ ଶୃଙ୍ଖଳା ଏବେ ସମାଜ ବା ପରିବାର ଆଶା କରିପାରୁନି। ଯୁବକଟିକୁ ଦେଖିଲେ ଡର ମାଡ଼ୁଛି। ଯଦି ସେ ରାତିରେ ଗୋଟେ ଅଦ୍ଭୁତ ରୂପ ହେଇ ବାହାରୁଛି, ଆମ ଗାଡ଼ି ବି ବଡ଼ ବ୍ୟସ୍ତ ହେଇପଡ଼ୁଛି। ଆମେ ସବୁ ବସିକିରି ଇଏ କ'ଣ ପୁରା କଳା ଚଷମା ଗୋଟେ ରାତିରେ କ'ଣ ଲଗେଇଛି, ଗୋଟେ କଳା ପୋଷାକ କ'ଣ ପିନ୍ଧିଛି, ଇଏ କ'ଣ ଯେ ଇଏ କ'ଣ ଆମକୁ ମାରିବାକୁ ଆଇଛି ନା କ'ଣ? କିନ୍ତୁ ଆମେ ଭାବୁଛୁ ଯେ ସମସ୍ତେ ବୋଧେ ଖରାପ ହେଇଗଲେ। ଏଇ ତାର ସ୍ପଷ୍ଟ ଉଦାହରଣ। ସବୁଯାକ ପିଲାମାନେ 20-22-23 ବର୍ଷ ଭିତରେ ସେମାନେ ଶୃଙ୍ଖଳିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଛନ୍ତି। ଯଦି ବି ତା ଭିତରୁ କାହାରି କିଛି ଗୋଟେ ବଦଭ୍ୟାସ ଥିବ, ତାକୁ ଏଇଠି ସଂକଳ୍ପ କରି ଦୂରେଇ ଯିବା ଦରକାର। ସୁମଧୁର କଣ୍ଠରେ ବଳିଆର ଲେଖା ଅନେକ ସମୟରେ ଆମର ପ୍ରସିଦ୍ଧ ଗାୟକ ଗାୟିକାମାନେ ତାକୁ ପସନ୍ଦ କରୁନାହାନ୍ତି। ପସନ୍ଦ କରୁଛନ୍ତି କି ନାହିଁ ମୁଁ ଜାଣିନି, ମୁଁ ଗାଉ ତ ନାହାନ୍ତି ଆଉ। କିନ୍ତୁ ଏମାନଙ୍କ କଣ୍ଠରେ ବଳିଆର ଲେଖାକୁ ସୁନ୍ଦର ସୁମଧୁର କଣ୍ଠରେ ଏମାନେ ଗାନ କରୁଛନ୍ତି। ଏଇ ହେଉଛି ଗୋଟିଏ ସୁନ୍ଦର ଉଦାହରଣ। ଆଜି ଏଇଠି ବଳିଆ କହୁଛି, ମୋର କର୍ମକ୍ଷେତ୍ର, ଗୁରୁକ୍ଷେତ୍ର, ମୋର ଇଷ୍ଟକ୍ଷେତ୍ର ଜନ୍ମ ମାଟିରେ ଆଜି ଏଇଠି କରୁଛି। ଭାରତବର୍ଷରେ ଯେଉଁଠି ଯିଏ ମୋବାଇଲ ଫୋନରେ ଦେଖିବାକୁ ଚାହୁଁଥିବେ, ଶୁଣିବାକୁ ଚାହୁଁଥିବେ, ସେମାନେ ମଧ୍ୟ ଦେଖୁଥିବେ, ଶୁଣୁଥିବେ। ସେଇଭଳି ପୃଥିବୀର ସବୁ ଦେଶକୁ ଆମେ ଆୟତ୍ତ କରି ନପାରିଲେ ବି କିଛି ଦେଶରେ ଆମର ଅନୁଗାମୀମାନେ ଅଛନ୍ତି। ଖାଲି ଓଡ଼ିଆ ନୁହନ୍ତି, ତାଙ୍କ ଭାଷାର ଲୋକ ବି ଅଛନ୍ତି। ତେଣୁ ସେମାନେ ଶୁଣିକିରି ଖୁସି ହୁଅନ୍ତି। ଆଉ ଯେଉଁମାନେ ଖୁସି ନ ହୁଅନ୍ତା ଆଉ ତାଙ୍କ ଜାତି ତ ସେଇଆ, ଆଉ ତ ଖୁସି ହେବେ କି? ସଜ୍ଜନ, ଇଏ ଗୋଟେ କଥା ମୁଁ ଆପଣମାନଙ୍କୁ କହିଲି। ଆପଣମାନେ ରାସ୍ତାରେ ଯିବେ, ଦେଖିବେ ଗାଈ ଗୁଡ଼ାକ ଶୋଇଛନ୍ତି। ଘରେ କିନ୍ତୁ କଳି ଲାଗିଛି, ଆଜି କାହିଁକି କ୍ଷୀର ଆମ ଘରକୁ ଆଇଲାନି, ଆଜି କାହିଁକି ପନିର ତରକାରୀଟା ତୁମେ କଲନି, ବା ଗୁଆ ଘିଅ କଥା ସେ ଅଲଗା କଥା। ଏଇଭଳି ଆଜି ଜୀବମାନଙ୍କର ଜୀବନ ଏଇ ଦୁର୍ଦ୍ଦଶା। ସବୁ ମହାପୁରୁଷମାନେ ସେଇ କଥାକୁ କହିଛନ୍ତି, କିନ୍ତୁ କଥା ଗୋଟାଏ ପଟରେ, କାମ ଆଉ ଗୋଟାଏ ପଟରେ। ଆମେ ପଣ୍ଡିଚେରୀ ଯାଇଥିଲୁ ଗୋଟେ ଏଡ଼େ ବଡ଼ ମହାପୁରୁଷଙ୍କର ଟିକେ ସ୍ପର୍ଶ ପାଇବା ପାଇଁ। ତାଙ୍କର ସମାଧିକୁ ଟିକେ ସ୍ପର୍ଶ କଲୁ। ଦେଖିଲୁ ଯେତେ ଦୋକାନୀ, ଯେତେ
ହୋଟେଲରେ ଯେତେ ଯାହାଙ୍କୁ ଆମେ ଦେଖିଲୁ ସମସ୍ତେ ମଦ୍ୟ ପିଇକିରି ମାନେ ଟୁଲଟୁଲ ହେଉଛନ୍ତି। ଆମେ ସେଇଠି ଭାବିଲୁ ଏମାନେ ଶିଖିଲେ କ'ଣ, ସେ କାହିଁକି ଆସିଥିଲେ, କ'ଣ ଆମକୁ ଦେଇଗଲେ, ଆମେ କେମିତି ତାକୁ ଯତ୍ନରେ ରଖିଛୁ। ବାପା ଯଦି ପୁଅ ଝିଅଙ୍କ ପାଇଁ ଯେମିତି ଆଜିକାଲି ବାହାରୁଛି କୋଟି କୋଟି ଟଙ୍କା ଗୋଟାଏ ଗୋଟାଏ ଲୋକଙ୍କ ଘରୁ, କୋଟି କୋଟି ସୁନା କ'ଣ ବିସ୍କୁଟ ସୁନା ଇଟା ସବୁ ବାହାରୁଛି। ଆରେ ସେଗୁଡ଼ାକ ତୁମେ କରିବ କ'ଣ? କିନ୍ତୁ କାହା ପାଇଁ ରଖୁଛ? ଯାହାଙ୍କ ପାଇଁ ନିଜର ଇଜ୍ଜତ ମହତ୍ଵକୁ ନଷ୍ଟ କରି ଖଣ୍ଟ ଭଳି ପରର ଟଣ୍ଠି ଚିପି ପର ଧନରେ ମଙ୍ଗଳବାର କରିବାକୁ ବସିଛ। କିନ୍ତୁ ମନେ ରଖ, ସିଏ ତୁମକୁ ଶାନ୍ତି ମୁକ୍ତି କିଛି ଦେଇପାରିବନି। ପିଲା ଯଦି ଯୋଗ୍ୟ ହୁଅନ୍ତି ଧନ୍ୟ କାହିଁ ପାଇଁ ସଞ୍ଚୁ, ପିଲା ଯଦି ଅଯୋଗ୍ୟ ହୁଅନ୍ତି ଧନ କାହିଁ ପାଇଁ ହୁଅନ୍ତି। ଧନ କ'ଣ କରିବ? ସେଥିପାଇଁ ଯଶୋଦାଙ୍କର ବିଳାପରେ କୃଷ୍ଣଙ୍କୁ କହିଥିଲେ ନିଧନ ସଂଖାଳି ମୋର ଦରିଦ୍ର ପସରା। ସେ କ'ଣ ଗଞ୍ଜେଇ ଖାଇକି ଲେଖିଥିଲେ ନା ଚରସ ମାଉଁସ ଖାଇକି ଲେଖିଥିଲେ? ଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧର ଲଉଡ଼ି ବାବୁ ହୃଦ ରତ୍ନହରା। ସେ ସନ୍ତାନକୁ ସମ୍ବୋଧନ କରିଥିଲେ କଳା ମାଣିକରେ। ଆମେ କ'ଣ କରୁଛୁ? କୁଳ ମାଣିକ ମାନଙ୍କୁ କୁଳ ଅଙ୍ଗାର କରିଦେଉଛୁ। ତେଣୁ ସମସ୍ତେ ଆମେ ଆଜି ବାଟବଣା ହେବାକୁ ଯାଉଛୁ। କେତେ ମହାପୁରୁଷମାନେ ପୃଥିବୀରୁ ଗଲେଣି, ଆମେ ତାଙ୍କ କଥା ଶୁଣି 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 କିଛି ତ ହେଇପାରିଲୁନି। ଆମେ ଯିଏ ପଞ୍ଝାଏ ଖଣ୍ଡେ ଏବେ କୁହାଳିଆ ହେଇ କହୁଛୁ, ଆଉ କିଛି ଦିନ ପରେ ଆମେ ବି ନଥିବୁ। ସଜ୍ଜନ, ଆମେ ଯାଇଥିଲୁ ବାଙ୍ଗାଲୋର ଗଲାବେଳେ ଆମେ ଭାବିଲୁ ଟିକେ ପୁଟ୍ଟପର୍ତ୍ତି ଯିବା, ଟିକେ ମହାପୁରୁଷଙ୍କର ଆଶ୍ରମ ଟିକେ ଦେଖିବା। ସେଇଠି ସେ ବିଚରଣ କରୁଥିଲେ, ସେ ପାଦ ଧୂଳି ଆମ ମୁଣ୍ଡରେ ଟିକେ ମାରିବା। ଗୋଟେ ହୋଟେଲ ଫୋଟେଲ ବୁକ୍ କରି ସେଠି ରହିଲୁ। ଖାଇବା ଯେ ଯେଉଁ ରାଗ ଯେ ମୋ ଦାନ୍ତ ଫାନ୍ତ କ'ଣ ହେଇଗଲା। ହଁ, ତେଣୁ ମିଠା ବି ମିଳିଲାନି, ମିଠା ଖାଇକି ଏମିତି କଥା। ଯେଉଁ ସାଇରା ଜୀବନ ସାରା ଅନେକ ଦୟା, ଅନେକ କୃପା, ଅନେକ ମହିମା ପ୍ରଦର୍ଶନ କରିଗଲେ, ୟୁନିଭର୍ସିଟି କଲେ, ଡାକ୍ତରଖାନା କଲେ, ବାଳ ବିକାଶ କେନ୍ଦ୍ର କଲେ, ଖୁବ୍ ଭଜନ କଲେ, ନଗର ସଂକୀର୍ତ୍ତନ କଲେ, ସବୁ କଲେ। କେଇଟା ଦିନ ହେଲା ସେ ତାଙ୍କ ଦେହଟାକୁ ସେ ହଜେଇ ଦେଇଛନ୍ତି। ଆଜି ଆନ୍ଧ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଆଉ ଗୋଟେ କ'ଣ ମନେ ପଡ଼ୁନି, ଯେଉଁଠି ଦେଖିବ ଖାଲି ଚର୍ଚ୍ଚ। କେରଳ ସବୁଠି ଚର୍ଚ୍ଚ। ସିଏ ଗୋଟେ ଡାଙ୍ଗ ଭଳିଆ କ'ଣ ହେଇଛି, ଆଉ ଗୋଟେ ଡାଙ୍ଗ ଭଳିଆ ତଳକୁ ଓଳିଛି, ସେଇ ଗୋଟାକ ହେଲା ତାଙ୍କର ଚିହ୍ନ। ସବୁଠି
ତେବେ କୁହନ୍ତୁ ମହାପୁରୁଷମାନଙ୍କର ଶ୍ରମ ବା ସ୍ୱପ୍ନ ଆଜି ସାର୍ଥକ ହେଇଛି ତ? ମୋତେ କାହିଁ ଲାଗୁନି। ବଳିଆ ଗଲେ ମୁଁ ସେଠି ପଚାରିବି ତାଙ୍କୁ, ସେଠି ଆଉ ଏଠି ଯଦି ଦେଖାହେବେନି। ଆପଣ ଯେଉଁ ସୁନ୍ଦର ବିଶ୍ୱକୁ ସୃଷ୍ଟି କରି ଆଇଥିଲେ ବା ସୁନ୍ଦର ନୀଳା କରିକି ଆଇଲେ, ବିଶ୍ୱ କ'ଣ ସେଇଥିରେ ଅଛି? ଇଏ ହେଉଛି ଗୋଟିଏ ଆଉ ଗୋଟିଏ ମହାପୁରୁଷଙ୍କର କଥା। ଆମେ ଯାଇଥିଲୁ ପୁଇଁ ବାଟରୁ ନା କ'ଣ, ଆମ ପୁଅଟି ଆଇଛି, ମୋର ଶିଷ୍ୟଟି ନାଗୁବାବୁ ଆସିଛି। ବାବାଙ୍କୁ ନେଇ ସେଠି ଗୋଟେ ମିଟିଂ ବି ସେ ସଭାଟିଏ କରେଇଲା। ମୁଁ କ'ଣ କହିଲି, ସେ କ'ଣ ବୁଝିଲେ, ସେ କ'ଣ କହିଲେ, ମୁଁ କ'ଣ ବୁଝିଲି, ଆମେ ବି ଜଣାଶୁଣା କିଛି ନାହିଁ। ମୋର ମୁଁ ଯାହା କଥା କହିଲି ଇଂରାଜୀରୁ ଟିକେ ହିନ୍ଦୀରୁ ଟିକେ କହିଲି। ସେତେବେଳେ ସରକାରରେ ଥିଲେ ଜଣେ ଖ୍ରୀଷ୍ଟିଆନ ମୁଖ୍ୟମନ୍ତ୍ରୀ। କେବଳ ଚର୍ଚ୍ଚ ହିଁ ଆମେ ଦେଖିଲୁ, ମସଜିଦ ବି ଦେଖିଲୁ। ଆମେ ଜାଣିନୁ ଏଇଟା ମସଜିଦ ବୋଲି। ସେ ଦୋକାନ ସୁନ୍ଦର ଭାବରେ ହେଇଛି। ଆମେ ବସିଲୁ, ଆଉ କ'ଣଟା ଖାଇବୁ, ଟିକେ ଅରୁଆ ଅନ୍ନ ଆଉ ଦହି ଟିକେ ହେଲେ ଆମେ ଟିକେ ଖାଇଦେଇ ପୁଣି ପଳେଇବୁ। ଆମେ ଦି ଚାରି ଗୁଣ୍ଡା ଖଣ୍ଡେ ଖାଇଛୁ କି କ'ଣ, ଏଟା ଏଠି ବଡ଼ ଆଲ୍ଲାହୁ ଆକବର, ଆଲ୍ଲାହ କମ୍ପିଗଲାରେ ସେ ହୋଟେଲ ଥରି ଉଠିଲା। ଗୋଟିଏ ପିଲା ମୋ ସାଙ୍ଗରେ ଆଜି ସେ ନାହିଁ ଦୁନିଆରୁ ଚାଲି ଯାଇଛି, ଆମର ଲକ୍ଷ୍ମୀନାରାୟଣପୁରର ଜ୍ଞାନ, ସେ ଖାଇଲା। କିନ୍ତୁ କାହିଁ ଖାଇଲି ନା, ମୁଁ ଖାଇଲି। ତେଣୁ ସଜ୍ଜନ, କେହି କହେ ଗଡ୍, କେହି ଆଲ୍ଲାହ ହରି। ଏଥିପାଇଁ କିମ୍ବା ବୃଥା ମରାମରି ଯେଉଁ ମଣିଷ ଏହି କଥା କହିଥିଲେ, ଯେଉଁ ସନ୍ଥ ବିନୋବା କହିଲେ ତୁମେ ହିଁ ସବୁ, ଓମ୍ ତତ୍ ସତ୍ ଠାରୁ ମହମ୍ମଦ ଯୀଶୁ ପର୍ଯ୍ୟନ୍ତ ସବୁ ହଉଛ ତମେ। ସନ୍ଥ ବିନୋବା କହିଦେଇ ସେ ତାଙ୍କର ପଳେଇଲେ। ତାପରେ କେଇ ଜଣ ସନ୍ଥ ବାହାରିଲେ। ଆମେ ଯିଏ ହଉ ସନ୍ଥ ହେଇକିରି ବାହାରିଲୁ। କିଏ ନାଲିଆ ପିନ୍ଧିଲୁ, କିଏ ନେଳିଆ ପିନ୍ଧିଲୁ, କିଏ ଧଳା ପିନ୍ଧିଲୁ, କିଏ ହଳଦିଆ ପିନ୍ଧିଲୁ, କିଏ ମୁଣ୍ଡରେ ପଗଡ଼ି ଭିଡ଼ିଲା, ତ କିଏ କ'ଣ କେତେ ପ୍ରକାର ରଙ୍ଗ। କିନ୍ତୁ ଗୋଟେ ଷ୍ଟେଜରେ ବସିଯିବେ, ଯେମିତି ଦେଖିବେ ଗୋଟିଏ ମା ପେଟରୁ ଏମାନେ ଜନ୍ମ ହେଇଛନ୍ତି। ସେଇ ମଞ୍ଚରୁ ଓହ୍ଲାଇବା ପରେ ବାଟରେ ତାଙ୍କୁ ପଚାରିବ ସେ କିଏ, ସେ ସମସ୍ତେ ସମସ୍ତଙ୍କୁ ମାନେ ଘୃଣା କରୁଛନ୍ତି। କେହି ଭଣ୍ଡ ତପଚାରୀ ମିଛ ମାୟା ଧ୍ୱଜା ଧରି ଆପେ ଆପେ ବୋଲାଉଛି ବଡ଼ ଭାଗ୍ୟବାନ। বৈকুণ্ঠ ভিকারি ডাকে ডাক আস ভগবান। বৈকুণ্ঠ ভিকারি জাগ ভগবান। ଖାଲି ସମସ୍ତେ ଭଗବାନଙ୍କୁ ଖୋଜୁଛନ୍ତି। ଭଗବାନ କ'ଣ ଇଟା ନା ପଥରଟାକୁ ଝୁଣ୍ଟିବ ନା କ'ଣ? ଭଗବାନ କ'ଣ ବୁଝିଲେଣି? ବଳିଆ ଗୋଟେ ଗୀତରେ ବି ଲେଖିଥିଲା, ଦେଖି ନାହିଁ ଭଗବାନଙ୍କୁ, ଦେଖିଛି ମୁଁ ଗୁରୁଦେବ। ଯେ ତମେ ଯିଏ କହୁଛ ଆମେ ଭଗବାନଙ୍କୁ ପାଇବା ପାଇଁ ଗୁରୁ କରିଛୁ, ତାଙ୍କ ଠିକଣା ଟିକେ ଆମକୁ ଦୟାକରି ବତେଇଲେ।
ଆମେ ଯେତେ କଷ୍ଟ ହଉ ଯିବୁ ଆଉ ନାକ କାନ କାଟିବାକୁ କହିଲେ ବି କାଟିଦେବୁ। ଭାଗବତର ସେଇ କଥା, ଭକ୍ତିରେ ପ୍ରୀତି ନାହିଁ ଯାର ସେ କାହୁଁ ଲଭେ ମୋ ଭୟ। ଆରେ ଭଗବାନଙ୍କୁ କ'ଣ କହୁଛ? ତମ ଲାଗେ ଭକ୍ତି ଅଛି? ଯଦି ବି ଭକ୍ତି ଅଛି ନା ଭଲ ପାଇବା ଅଛି। ତାପରେ ତମେ ଜୀବନରେ ସେ ଗ ଅକ୍ଷର ତତ୍ତ୍ୱକୁ ଜାଣିଲଣି? ଗୁରୁଙ୍କୁ ନମଣିବ ନର ଗୁରୁତି ସାକ୍ଷାତ ଈଶ୍ୱର। ମୋଟେ ପୂଜିବ ଗୁରୁଦେହ ମୋ ବିନୁ ଗୁରୁ ଭିନ୍ନ ନୁହେଁ। ତେଣୁ ତମେ ଭଗବାନଙ୍କୁ ଖୋଜୁଛ। ଭଗବାନ କିଏ? ତାପରେ ଆସିଲା ବା। ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ଏଇଗୁଡ଼ାକ ହେଉଛି ବା। ନିରାକାର ଥିଲେ ସାକାର ହେଲେ, ବରେ ଆକାର ଦିଆହେଲା। ତେବେ ନଅଟି କ'ଣ ତାକୁ ବୁଝିଲଣି? ନା ଖାଲି ମାନସିକ କରୁଛ, ମୋର ଅମୁକ ପୁଣ୍ୟ ହେଲେ ଅମୁକ କରିବି, ସମୁକ ପୁଣ୍ୟ ହେଲେ ସମୁକ କରିବି। କିନ୍ତୁ କଟିବଡ଼ି ଜଗନ୍ନାଥ ଦାସଙ୍କ ଭାଷାରେ ନମୋ ନୃସିଂହ ଚରଣ ଅନାଦି ଲୀଳା ବିଧୃତ କଳେ ବର ଦେଇ ଅଗୋଚ ମାୟା ସଂସାର ଯାର ଲୀଳା নাম করুণা কথা প্রকাশে ভকত বলিয়া খোঁজুছি এই ভগবান। তুমি কোন খোঁজুছ তুমি জানিছ? ଗତିନିଭର୍ତ୍ତା ପ୍ରଭୁ ସାକି ତୁମେ କ'ଣ ଭଲ କଥା ଗୁଡ଼ାକ କହୁଛ, ଭଲ ମୁଣ୍ଡଟ ହଲଉଛ, ଭଲ ଘର କରିକି ରହିଛ, ଭଲ ପୋଷାକଟା ପିନ୍ଧିଛ, ତମେ କେତେ ଭଲ। ଠାକୁର କହୁଛନ୍ତି ମୁଁ ସବୁ ଜାଣିଛି। ତମେ କେତେ ଭଲ ମୁଁ ସବୁ ଜାଣିଛି। ତମର ସବୁଦିନେ ମୋର ଗୋଟାଏ ଦିନ। ଗୋଟିଏ ଠେଙ୍ଗାରେ ସହସ୍ର ହାଣ୍ଡି ଭାଙ୍ଗି ଚୁନବୁଟ ହେଇଯିବ। ହଁ, ଏଇ ଭାରତ ପୃଥିବୀ ପକ୍ଷରେ ଭାରତବର୍ଷରେ ସ୍ୱର୍ଣ୍ଣମୟ ଲଙ୍କା ବି ଗଢ଼ି ଉଠିଥିଲା। ରାବଣ ବି କାଳେ ବହୁତ ଦିନ ବଞ୍ଚିବ ବୋଲି ତପସ୍ୟା କରୁଥିଲା। ସବୁ କଥା ତାର ଆଖି ପିଛୁଳାକେ ଚାଲିଲା। ଏଇ ଭାରତ ପକ୍ଷରେ କଂସ ଭଳି ଗୋଟେ ପୁତ୍ର ଜନ୍ମ ହେଇଥିଲା। ଭଉଣୀ ଭିଣେଇକି ଭଲ ପାଉଥିଲା, କିନ୍ତୁ କ'ଣ କରିବ? ବଜ୍ରପାତ କ'ଣ ହେଲା? ସେ ବା ତା ମୁଣ୍ଡଟା ହେଉଛି ବଜ୍ର। ସେ କ'ଣ କଲା? ନିଜେ ବଞ୍ଚିବା ପାଇଁ ତା ବାପା ମୁଣ୍ଡରୁ ମୁକୁଟକୁ ଆଣି ପିନ୍ଧିଲା। ଏଟା ପୁରାଣ କଥା।
ଇତିହାସର କଥା ବାପାକୁ ବନ୍ଦୀ କରି ଭାଇମାନଙ୍କୁ ହତ୍ୟା କରି এই ଭାରତବର୍ଷକୁ କେତେ ଦିନ ସେ ଶାସନ କରେ। ଆଉ ବାପା ସିଏ ଜେଲଖାନା ଆଜି ବି ଅଛି, ସିଏ ଯମୁନା ନଦୀ ବି ଅଛି। ସେ ଯେଉଁ ମନ୍ଦିର ନୁହେଁ ଏଇଟା କଥା ସବୁ ତୁମେ ଜାଣିଛ, ମୁଁ କହିବି ସେଇଆକୁ ଅନେଇ ଅନେଇକିରି ତାଙ୍କ ଜୀବନ ସରିଗଲା। ଆଜି ସବୁ ପିଲାମାନେ ଆମର ଭାରି ସବୁ ଆମେ ଯାଇଛୁ, କୁଆଡ଼େ ସବୁ ଗଲ, ବୃନ୍ଦାବନ ଯାଇଥିଲୁ, ବହୁତ ଭଲ କଥା। ମକ୍କାମଦିନା ଯାଇଥିଲୁ, ଭଲ ଭଲ କଥା, ସେଟା ତୀର୍ଥସ୍ଥାନ। ତାପରେ କୋଉ କୋଉ କହିଲେ ଆମେ ଆଗ୍ରା ଯାଇଥିଲୁ। ହଁ ଭଲ, ଆଗ୍ରାକୁ ଯାଇଥିଲ କ'ଣ ହୋଟେଲ ଖାଇବା ପାଇଁ? ନାଇଁ ନାଇଁ, ସେ ଯେଉଁ ସେଇ ମହଲକୁ ଦେଖିବାକୁ ଗଲେ। କହିଲି ତମେ ଅମୃତ ଭାଣ୍ଡରେ ବିଷ ପୁରେଇ ଦେଲ, ସେ ତାକୁ କାହିଁ ଦେଖିବାକୁ ଗଲି? ଗୋଟିଏ ସ୍ତ୍ରୀକୁ ସେ ଏମିତି ଭଲ ପାଉଥିଲା। ତତ୍କାଳୀନ ଭାରତବର୍ଷର ଅର୍ଥନୀତିକୁ ବିପର୍ଯ୍ୟୟ କରି ଗୋଟେ ସ୍ମୃତି ମନ୍ଦିର କରିଥିଲା। ସେଇ ସ୍ମୃତି ମନ୍ଦିରକୁ ତୁମେ ଦେଖିବାକୁ, ସିଏ ବି ଦେଖି ଦେଖି ମଲେ, ତମେ ଦେଖିକିରି ଆଇଲ, ତମେ ବି ମରିବ। ମୋ ସାଙ୍ଗରେ ଗୋଟେ ପରିବାର ଯାଇଥିଲେ, ମୋର ଆମ ପିଙ୍କୁ ପରିବାର ଯାଇଥିଲେ, ପୂଜା ଏସବୁ ଯାଇଥିଲେ। ମୁଁ କହିଲି ମା ଟିକେ ଦେଖି ଆସିବ କି? କହିଲେ ବାବା ଆମେ ଏଇଠି ବାବା ପାଖରେ ବାବାଙ୍କୁ ଦେଖୁନି, ଏଠି କାହିଁକି? ତେଣୁ ସପନ ଯେତେ ଦେଖୁ ବାଇଆ, ସକାଳେ ଯା দূরে জীবন স্বপ্ন মিলাই জীবন স্বপ্ন মিলাই যায় সময়র চক্করে সময় ତେଣୁ ପିଲାମାନେ ଆଉ ବିଶେଷ କ'ଣ କହିବି? ଆଜି କୁହାହେଉଛି ଗୋ ହତ୍ୟା ବନ୍ଦ ହୋମ କର ଦଣ୍ଡ, ସବୁ ଭାଇ କଥାରେ ସବୁ ଅଛି, କଥା କହିଦେଲେ ହେଇଗଲା। ତେଣୁ ଏସବୁ କଥାଟା କହୁଥାନ୍ତୁ, ଆମର ସେ କଥାରେ କିଛି ନାସ୍ତିବାଦ କଥା ନାହିଁ ନା, ସେ କଥା ଶୁଣିବାର ବି। ଆମେ ତ ଏଠି ଗୋଟେ ଗୋଶାଳା କରିଥିଲୁ, ଗାଈ ଗୁଡ଼ିକ ରଖିଥିଲୁ, ତାଙ୍କୁ ଦରମା ଦେଇ ହେଲାନି। ଭାଇ ସବୁ ଦାନ କରିଦିଅ, ସବୁ ଦାନ କର, ଗୋଟେ ଟଙ୍କା କାହାକୁ ନେବ, ସବୁ ଗାଈ ଦାନ ହେଇଗଲା। ଦେଇଥିଲେ ପାଇ ହଉ, ନ ଦେଇଥିଲେ ନାହିଁ। କ'ଣ ତାପରେ ପଡ଼ିଆ ବାଇରେ ଗୋଧନ ଚଳେ। ହଁ ଠିକ୍ ଅଛି। ତେବେ ଏଠି ଆପଣମାନେ ଯିଏ ବସିଛନ୍ତି, ଜୀବନ ମନ୍ଦିରକୁ କାଲି ଜଣେ ବାବୁ ଭୁବନେଶ୍ୱର ନା କେଉଁଠି ଗୋଟେ ପଚାରିଲେ, ଗୋଟେ ଶିଳ୍ପପତି, ହଁ ଗୋଟେ ତେଲଙ୍ଗା ପାଣ୍ଠିରେ କିଏ? ହଉ, ଆମେ ଭଗବାନଙ୍କୁ କେମିତି କ'ଣ ପାଇବୁ, ଏମିତି କ'ଣ କହିଲେ? ଭଗବାନ କେଉଁଠି ଅଛନ୍ତି? ଈଶ୍ୱର ସର୍ବଭୂତାନ ହୃଦୟ ସର୍ଜୁନ ତିଷ୍ଠ। ହୃଦୟକୁ ଧ୍ୟାନ କରୁନା। ଦେହ ଦେବାଳୟ, ଦେହ ହେଉଛି ମନ୍ଦିର। ଆର 11 ଜଣ ଅଛନ୍ତି ସେବକ।
ଆଉ ମନ୍ତ୍ରର କିଛି ନାହିଁ, ମନ୍ତ୍ର ଖାଲି ଓମ୍ କହିଲେ ହେବ। ଯାଉ ସେ କଥାକୁ ବୁଝିକିରି ସେ ଗଲେ ନିଶ୍ଚୟ ପାଳନ କରିବେ ବୋଲି ମୁଁ ଭାବୁଛି। ତେବେ ସଜ୍ଜନ, ଆଜି ବିଶ୍ୱର ସେଇ ଅଜ୍ଞାନ ରାତ୍ରି ମାନେ ମାଡ଼ି ଆସୁଛି, ପୁଣି ଘୋର ଘୋର ରଡ଼ି କରିକିରି ସେ ମାଡ଼ି ଯାଉଛି। କିନ୍ତୁ ତାରି ଭିତରେ ବିଜୁଳି ଆଲୋକ ମାନେ ଦୃଶ୍ୟମାନ ହେଉଛନ୍ତି। ତାମାନେ ଯେଉଁଠି ଘଡ଼ଘଡ଼ି ସେଇଠି ବିଜୁଳି। ତେଣୁ ମୃତ୍ୟୁମାନ୍ ଅମୃତଗମୟ, ଅସତ୍ୟମାନ୍ ସତ୍ଗମୟ। ତେବେ ସଜ୍ଜନ, ଏଇସବୁ କଥା ସମସ୍ତେ ଗୋଟେ ଦୃଢ଼ ସଂକଳ୍ପ ନେବା, ଆମେ ଭଲ ମଣିଷ ହେବା। ମୋର ମାନସ ଗୁରୁ ନାମାଚାର୍ଯ୍ୟ ବାୟା ବାବାଙ୍କର ଶେଷ ବାର୍ତ୍ତା ଥିଲା, ଆସ ଆମେ ଭଲ ମଣିଷ। ବାଘ ଭାଲୁ ତ ହେବେନି, ମଣିଷକୁ ସେ ଭଲ ମଣିଷ କେଉଁଠି ଆମେ? ବିଦେଶୀ ଦୋକାନ, ବିଦେଶୀ ମଦ ଦୋକାନ ଯେଉଁମାନେ ଖୋଜୁଛନ୍ତି, ଯେଉଁମାନେ ଠିପି ଖୋଲା ମଦ ଦୋକାନକୁ ଖୋଜୁଛନ୍ତି, ଯେଉଁମାନେ ଗଞ୍ଜେଇ ଟାଣିକିରି ଧୂଆଁ ଛାଡ଼ୁଛନ୍ତି, ସିଗାରେଟ୍ ଖାଇକିରି ଧୂଆଁ ଛାଡ଼ୁଛନ୍ତି, ସେଇମାନେ କେମିତି ଏ ଦୁନିଆକୁ ଗଢ଼ିବେ? ସେଇମାନଙ୍କୁ ନେଇ ଇଏ ଭାରତବର୍ଷ କି ସ୍ୱପ୍ନ ଦେଖିବେ? ଆମେ କହିବା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ, ଆଉ କିଏ କହିବେ ଆଉ କାହାର ସ୍ୱପ୍ନ। ସେ ସ୍ୱପ୍ନ ହିଁ ସ୍ୱପ୍ନରେ ରହିଯିବ। ସେଇ କଥା ମୁଁ କହୁଥିଲି, କେଉଁଠି ସାମ୍ବାଦିକମାନଙ୍କୁ କହୁଥିଲି, କେଉଁଠି ଏଇଟା କହୁଥିଲି, କେନ୍ଦୁଝର ବଡ଼ବିଲରେ ଏବେ କହୁଥିଲି, ବୋଲି ଆମେ ଯେଉଁ ସ୍ୱପ୍ନ ଦେଖୁଛୁ, ଭାବିଥିଲୁ କିଛି ଜପ ତପ ଧ୍ୟାନ ପ୍ରବଚନ ଇତ୍ୟାଦି କରି ଗୋଟେ ଭାରତବର୍ଷର ବା ପୃଥିବୀର ଗୋଟେ ପରିବର୍ତ୍ତନ ଦେଖିକିରି ଆମେ ଦୁନିଆରୁ ଯିବୁ, ଟିକେ ଚାରଣା ଅନୁସାରେ ଖୁସି ହେବ। କିନ୍ତୁ ସେ ଆଶା ଆଜି ଧୀରେ ଧୀରେ ମଉଳି ଯାଉଛି। ତଥାପି ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଆପଣ ହିଁ ଜାଗନ୍ତୁ, ଆମ ଦ୍ୱାରା କିଛି ହେବ ନାହିଁ। ଆପଣ ଜାଗିଲେ ଆଉ ଆମେ କିଛି କରିବା। ଆମର ଏ କଥାକୁ ଶୁଣିବାକୁ କିଏ କାହିଁ ଆମଠାରୁ ତ, ମୁଁ ତ ଗୋଟାଏ ଏମିତି କହୁଛି, ଗୋଟେ ପଣ୍ଡିତ ଅଛନ୍ତି, କ'ଣ ଟଙ୍ଗ ମଙ୍ଗ ଜଙ୍ଗ ଢଙ୍ଗ କହିବେ ଯେ ମାନେ ତମ ଭାବିଲା ଘର ଫାଟିଯିବ। ଘଣ୍ଟିକି ବଜାଇ ମୁଣ୍ଡକୁ ହଲାଇ ପୂଜା କର କେରେ ଆନ୍ତେ, ମଠରେ ଜଠରେ ନାହିଁ ଦେଉଳରେ। ସବୁଠି ଅଛନ୍ତି, କିନ୍ତୁ ତୁ ଜାଣିନୁ ଅଛି ତ ହୃଦୟ ମନ୍ଦିର। ହୃଦୟକୁ ଖୋଜ, ମନକୁ ପବିତ୍ର କର, ଜୀବନକୁ ଶୃଙ୍ଖଳିତ କର, ପରିବାରକୁ ଗଠନ କର, ଜୀବ ହତ୍ୟାରୁ ନିବୃତ୍ତ ରୁହ, ମଦ୍ୟମାଦକତାକୁ ବର୍ଜନ କର। ତାହେଲେ ଯାଇ ଆମେ ଗୋଟେ ଭଲ ମଣିଷ। ଏଇ ବର୍ଷା ମାସରେ କାଲି ଆମର ତେଲେଙ୍ଗାପେଣ୍ଠରେ ଗୋଟେ ସ୍ୱତନ୍ତ୍ର ଅନୁଷ୍ଠାନକୁ ଆମେ ସମର୍ପିତ କଲୁ। ସେମାନେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିଛନ୍ତି, ବହୁତ ଗଛ ଲଗେଇଛନ୍ତି,
ଗଛକୁ ବଞ୍ଚେଇବା ପାଇଁ ଗୋଟେ କ'ଣ ଇଏ ରଖିଛନ୍ତି ଜଗୁଆଳି, 2 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଦରମା ବି ଦେଉଛନ୍ତି। ତେଣୁ ବିଶ୍ୱ ସନାତନ ସେବା ସଂଘର କାର୍ଯ୍ୟ ସହିତ ତାଙ୍କ କାର୍ଯ୍ୟ ମିଶିଗଲା ଏବଂ ସେ ମନେ ପକାଇଲେ ଏଇ ଅଧମ ଭଳିଆକୁ ଯେ ବିଶ୍ୱ ସନାତନ ସେବା ସଂଘ ପ୍ରଥମେ ଏ ଓଡ଼ିଶା ମାଟିରେ ସବୁଜିମାର ବିପ୍ଳବ ଆରମ୍ଭ କରିଥିଲା। ସିଏ ଯେତେବେଳେ ଆମକୁ ଖୋଜିଲେ ଆମେ ତାଙ୍କୁ ଖୋଜିଲୁ। ଆଉ ସେ ଆଇଲେ ପୁଣି ଗୋଟେ 30 ବର୍ଷର ଯୁବକ